ମୋ ନାଁ ଆର୍ଜିଲି ଶିବା। ଆମର ଗତ ସୋମବାର ଦିନ ଆମର ଅନ୍ନପ୍ରସାଦ ହେଉଥିଲା ଗଣେଶ ପୂଜା ପାଖରୁ। ରବିବାର ଦିନ ରାତି 11ଟା ବେଳେ ଆମେ ପର୍ବ କାଟୁଥିଲା ଆମ ପିଲାମାନେ। ରାତି 10:30 11ଟା ବେଳକୁ ରାମୁର ଭାଇ ଆଉ ସୁରମ ଜଗଦୀଶ ସାହୁ ଦୁଇଟା ପିଲା ବାଇକ୍ରେ 3-4 ଥର ସେପଟେ ବୁଲିକି ସାଇଲେନ୍ସ ହାଇ କରିଥିଲେ, ବଡ଼ ସାଉଣ୍ଡ କରିଥିଲେ। ଆମେ ଯାଇକି ଆମେ ମୁରବି ଯାଇକି ପଚାରିଲା ପରେ ତା ପରଦିନଠୁ ଆମେ ଯେଉଁ ପିଲା ଏବେ ମାରିଛି ମୁଣ୍ଡ ବାଡ଼େଇଛି ସେ ପିଲାଙ୍କୁ ସେମାନେ ଟାର୍ଗେଟ୍ କରୁଛନ୍ତି। ଏଇ କଥା 3-4 ଦିନ ହେଲା ଆମେ ଶୁଣିବାକୁ ପାଉଛୁ, ଲୋକଙ୍କ ପାଟିରେ ଶୁଣିବାକୁ ପାଉଛି, ମାନେ ବିଜେପି ଲୋକଙ୍କୁ ଟାର୍ଗେଟ୍ ଆଉ ଧନରାଜକୁ ଆଉ ଶିବାକୁ ଟାର୍ଗେଟ୍ କରିବ ବୋଲି। ସେଦିନ କ'ଣ ସେ ତାଙ୍କ ସୋମବାର ଦିନ ବିଜେଡ଼ି ଦଳ ଲୋକଙ୍କର ରାମୁ ସେଠି ବି ତାଙ୍କର ଗଣେଶ ପୂଜାରେ ସୋମବାର ଦିନ ତାଙ୍କର ବି ଅନ୍ନପ୍ରସାଦ ହେଉଥିଲା। ସେଦିନ ବିଜେଡ଼ି ନେତାମାନେ ସେଠିକି ଆସିଥିଲା। ସୁବାର ସେମାନଙ୍କୁ ମୁଁ ଏମିତି ତାକୁ ମାନେ ସବୁ କାମରେ ମୁଁ ଅଟକାଉଛି ବୋଲି ଶିବାକୁ ଅଟକାଇବାକୁ ପଡ଼ିବ। ଶିବାକୁ ନ ଅଟକାଇଲେ ଆମେ ଆଗକୁ ଯାଇପାରୁନି ବୋଲି ସେଠି ବଡ଼ ବଡ଼ ନେତା ଅଛନ୍ତି 3 ଜଣ, ତାଙ୍କୁ ଜଣାଇଲେ ଠିକ୍ ଅଛି ତୁମେ ତାଙ୍କୁ ବସନ ଦିନରେ ଟାର୍ଗେଟ୍ କରିବୁ, ଟାର୍ଗେଟ୍ କଲେ ଆମେ ଦେଖିବୁ, ତୁମେ ମାରିକି ଆସିଲେ ଆମେ ଦେଖିବୁ। ସେ କଥା ଆମେ ଶୁଣିବାକୁ ପାଇଥିଲେ, 3-4 ଦିନ ଶୁଣିବାକୁ ପାଉଥିଲେ। ଆମେ ଶୁଣିକି କିଛି ଏ ମ୍ୟାଟରଟା ଆମେ IAC ମ୍ୟାଡ଼ାମକୁ ଜଣାଇଛୁ। ଆଉ ବିବାହ ଆସିଥିଲା ଆମେ ପୂଜା ପାଖକୁ, ବିବିଧର ଏମ୍ପିକି ବି ଜଣାଇଥିଲୁ, ଆଉ ମନ୍ତ୍ରୀକୁ ଜଣାଇ ଆମକୁ ଆଟାକ୍ କରିବା ପାଇଁ ସେମାନେ ଭାବୁଛନ୍ତି, ଆଉ ଆମକୁ ତୁମେ ମାନେ ଟିକେ ପ୍ରୋଟେକ୍ଟ କରିବ ନା, ସେମାନେ କିଛି କରିବୁନି, ତୁମ ଜାଗାରେ କାଲି ଆଉ ବସନ୍ତ ଦିନରେ IAC ମ୍ୟାଡ଼ାମ୍ ଆମକୁ ବହୁତ ସପୋର୍ଟ କରିଥିଲେ। ସପୋର୍ଟ କରିକି ପୋଲିସ ତରଫରୁ ଆମକୁ ବହୁତ ସପୋର୍ଟ କରିଥିଲେ। ଭଲ ଭାବରେ ବସନ୍ତ ସରିଲାଣି। ଆଜି କ'ଣ ହେଲେ ମୁଁ ଅଟୋ ଷ୍ଟାଣ୍ଡ ଚା ପିଇକି ଆସିଥିଲେ, ମୋ ସାଙ୍ଗରେ 5ଟା ଲୋକ ଭଦ୍ର ଲୋକ ଅଛି, ମୁଁ ସେ ଠିଆ ହେଲେ। ରାମୁର ବଡ଼ ଭାଇ ଭୀମା ସେପଟେ କାର୍ ନେଇକି ଆସିଥିଲେ, ଆସିକି ମୋ ପାଖରେ ଏ ପିଲା ଠିଆ ହେଇଥିଲା। ଏ ପିଲାକୁ ଆଙ୍ଗୁଠି ଦେଖେଇଲେ, ଏମିତିଆ ଆଙ୍ଗୁଠି ଦେଖେଇଲା, ଏ ପିଲା ତୁମେ ଯାଅ ବୋଲି ମାନେ କହିଦେଇଛି। ସେ କାର୍ ନେଇକି ଘରୁ ପଳେଇଲେ। ଏ କାର୍ ସେ ତାଙ୍କ ଘର ରଖିକି ବାଇକ୍ ନେଇକି ଆସିକି ସାଇଲେନ୍ସ ହାଇ କରିକି ସାଙ୍ଗେ ସାଙ୍ଗେ ଫିଲ୍ଡ ଧରିକି ମାନେ ତାଙ୍କେ ସାଙ୍ଗରେ 10ଟା ପିଲା ଆସିକି ଆତଙ୍କଲେ। ସେଇଠି ପୋଲିସ ବାଲା 5-6 ଜଣ ବି ଅଛି। ଆମ ପିଲାଙ୍କୁ ଫିଲ୍ଡ ଧରିକି ମୁଁ ଚଢ଼ା କରିଥିଲା, ସାଙ୍ଗେ ସାଙ୍ଗେ ପୋଲିସ ବାଲା ଆସିଲେ। ଏ 10ଟା ପିଲା ଯାଇକି ପୋଲିସ ବାଲା ଆସିଲେ। ସେ ମାନେ ଅଟୋ ଷ୍ଟାଣ୍ଡ ଚୌକରେ ପୋଲିସ ବାଲା ଅଛନ୍ତି। ଆସିକି ସେମାନେ ବି ମାନେ ଚଢ଼ାଉଛନ୍ତି ଲୋକଙ୍କୁ, ମୁଁ ବି ଚଢ଼ାଉଛନ୍ତି ଲୋକଙ୍କୁ। ତା ଭିତରେ ରାମୁର ବନଜା, ତାଙ୍କ ନାଁ ହେଉଛି ଶିବା, ସେ ଗୋଟେ ସେ ବିରିୟାନୀ ବାଲାଙ୍କ ପାଖରେ ଗୋଟେ ପ୍ଲେଟ୍ ନେଇକି ଆମ ମୁଣ୍ଡ ଉପରେ ବାଡ଼େଇ ଦେଇଛି। ଆଉ ମୁଣ୍ଡରେ 10ଟା ଷ୍ଟିଚ୍ ପଡ଼ିଛି, ବହୁତ ଭିତରେ କାଟିଛି। ଡକ୍ଟର କହୁଛନ୍ତି କଟକ ନେଇକି ଯିବ ବୋଲି। ଆମେ କେବେ ଝଗଡ଼ା ବି ଚାହୁଁନାହାନ୍ତି। ସେଇମାନଙ୍କୁ ସେଦିନ ଯେଉଁଦିନ ରାତିରେ ଘଟଣା ହେଲା ପରେ ତ ସକାଳେ ମୁଁ ସେ ପିଲାକୁ ଡାକିଦେଲେ। ବଡ଼ ଝଗଡ଼ା ବି ବସିଲେ, 4ଟା ଲୋକ ବସିଲେ ସମାଧାନ ହେଇଯିବ, ତୁମେ 2 ଜଣ ଆସ, ଆମେ 2 ଜଣ ବସିବା, ସେ ସମାଧାନ କରିଦେବା। ସେ ମୁଁ 2 ଥର ଖବର ପଠାଇଲେ, ସେମାନେ ଆସୁନାହାନ୍ତି। ମାନେ ସେମାନେ ପ୍ରିପେୟାର ହେଇକି ଅଛନ୍ତି, ଆମକୁ ପିଲାଙ୍କୁ ମାରିବା ପାଇଁ ପ୍ରିପେୟାର ହେଇକି ଅଛନ୍ତି। ସେଇଠି ମୁଁ ଜଣେ ନ 100-200 ଲୋକ ଅଛନ୍ତି। ସେଇଠି ପୋଲିସ ବାଲା 5-6 ଜଣ ଅଛନ୍ତି, ସମସ୍ତେ ଦେଖୁଛନ୍ତି। ଝଗଡ଼ାରେ ଶିବା ବାଡ଼େଇଛି, ମାନେ ତାଙ୍କର 10ଟା ଲୋକ ଆସିକି ବାଡ଼େଇଲେ, ଶିବା ତାଙ୍କୁ ଅଲଗା କରିଛି। ମୋ ସାଙ୍ଗରେ ପୋଲିସ ବାଲା କି ଲୋକଙ୍କୁ ଡିଭାଇଡ଼ କରୁଛନ୍ତି। ତଥାପି ଆମେ ଏପଟେ ଜଣ ଧରିଲେ ଆଉ ଜଣ ଯାଇକି ସେପଟେ ବାଡ଼ାଉଛନ୍ତି। ପିଲା କ'ଣ ହେଇଥିବ, କିନ୍ତୁ କାହା ଉପରେ ହାତ ମୁଁ ମାରିନି, ମୁଁ ତ ଡିଭାଇଡ଼ କରିଛି। ପୋଲିସ ବାଲାଙ୍କ ପାଖରେ ଭିଡ଼ିଓ ବି ଅଛି, ଦରକାର ପଡ଼ିଲେ ଦେଖନ୍ତୁ। ସମ୍ବିତ ରାଉତରାୟ ଆଉ ବାପି ସର୍କଲ ସେମାନେ ଆସିଲେ, ଆମର କ'ଣ ତା ପୂର୍ବରୁ ତ ଆମ ମନ୍ତ୍ରୀ ଆସିଥିଲେ। ମନ୍ତ୍ରୀ ଆସିଲେ ସେମାନେ ରାଗିକି ବାଡ଼େଇବୁ? ମନ୍ତ୍ରୀ ଆସିଲେ ସେମାନେ ବାଡ଼େଇବୁ? ତା ପୂର୍ବରୁ ମନ୍ତ୍ରୀ ଆସିଥିଲେ, ତା ପରଦିନ ଆମ MP ଆସିଥିଲେ। ତାହେଲେ ଆମେ ବି ତାକୁ ଟାର୍ଗେଟ୍ କରିବା, ସେମାନେ ଆମକୁ ଟାର୍ଗେଟ୍ କରିছে, ଆମେ ବି ଟାର୍ଗେଟ୍ କରିବା କଥା। ଆମେ ଟାର୍ଗେଟ୍ କଲେ ସେମାନେ ଏଇଆ କହିବେ ବୋଲି ଆମେ କାହାକୁ କିଛି କହୁନାହାନ୍ତି। ଶାନ୍ତି ଶୃଙ୍ଖଳା ଯିବୁ ବୋଲି ଆମେ ପାଉଛୁ। ସେମାନଙ୍କୁ ଡାକିଦେଲେ 2 ଜଣକୁ, ମାନେ ସେଇଟା ଫାଇନାଲ୍ କରିକି ମାନେ ଝଗଡ଼ା କିଛି ମାନେ ମଦ ପିଇ କିଛି ଲୋକ ଏମିତି ହେଉଛନ୍ତି, ତାଙ୍କୁ ନୋଟଲ୍ କରିବେ ବୋଲି ମୁଁ କହୁଥିଲେ। ତଥାପି ସେମାନେ ଶୁଣୁନାହାନ୍ତି। ଆଜି ଅଟୋ ଷ୍ଟାଣ୍ଡକୁ 10ଟା ଲୋକ ଏକାଥରେ ଆଟାକ୍ କରିଦେଲେ। ମୋ ନାଁ ପାରା ଧନରାଜ। କ'ଣ ହେଇଛି? ଅଟୋ ଷ୍ଟାଣ୍ଡରେ ମୁଁ ଠିଆ ହେଇଲା ଚା ପିଇବାକୁ, ସେ ଗାଡ଼ିରେ ଆସିକି ଏମିତି କହିଲା ଆମକୁ। ହଁ ହେଲା ଏମିତି କହିଲା, ହାତ ଏମିତି କହିছে। ମୁଁ କହିଲା ତୁମେ କିଛି କରିପାରିବେନି, ଆମେ ରାଗିକି କହିଲେ। ସେ କାର୍ରେ ପଳାଇକି ଘରକୁ ଯାଇକି 10 ଜଣ ଏକଥର 10-12 ଜଣ ଏମିତି ଏକଥର ଆସିଗଲା। ଏକଥର ଆସିକି ଆମକୁ ବାଡ଼େଇ ଦେଲା। ମୁଣ୍ଡରେ ବାଡ଼େଇଲା, ସବୁ ଜାଗାରେ ସାର୍ଟ ସବୁ ସିରିଗଲା, ସବୁ ଜାଗାରେ। ଆମ ନୋକ ସେଇଠି ନାହିଁ, ଆମ ସାଙ୍ଗରେ ଆଉ ଗୋଟେ ପିଲା ଅଛି, କିଏ ନାହିଁ, ସବୁ ତାଙ୍କର ନୋକ। ଆମ ନୋକ ଆସିଲାକୁ ଆମକୁ ବାଡ଼େଇ ଦେଲା।
କୋଉ ଦଳର ଲୋକ କଣ କି ଜାଣିଛ? ସେଇଟା ନା ଆମେ ଫ୍ରେଣ୍ଡ ଆସିବ। ଆଚ୍ଛା, ଗଣେଶ ପୂଜା ହଉଥିଲା ତାକୁ ନେଇକି ସବୁ ବିବାଦ ହେଇଛି ନାଇଁ? ହଁ ଗଣେଶ ପୂଜା ଆଗରୁ ସେଇଟା ଟିକେ ଟିକେ ପ୍ରୋବ୍ଲେମ୍ ହଉଥିଲା। ସଦସ୍ୟ ହେଲା ସେଇଟା ସେ ସେଇ ରାଗରେ ଆଜି ହଁ ଆଗରୁ- ରାଗି ହଁ ସେମିତି ସେଇଟା ପ୍ଲାନ୍ କରିକି ସେମିତି କରିବି। ମୋ ନାଁ କାମ୍ବାଲ ରାମବାବୁ। ଆଜି ସନ୍ଧ୍ୟାବେଳେ 5:30 ଟାଇମ୍ରେ ମୁଁ ଘରେ ଶୋଇଛି। ମୁଁ ବାଇଗଣ ଅଟୋ ଷ୍ଟାଣ୍ଡ ପାଖକୁ ଚା ପିଇବା ପାଇଁ ଯାଇଛି। ସେଇଠି 8-9 ଜଣ ମିଶିକିରି ବାଇକ୍ ମିସବିହେଭ୍ କଲା। ମୁଁ କ'ଣ କରୁଛି, ମୁଁ କେଉଁ ବିଷୟରେ ମୁଣ୍ଡ ପୁରଉନି। ମୋତେ ଆମେ କାହିଁ ଶୋଧୁଛି କହିବାରୁ ବାଇକ୍ 10 ଜଣ ମିଶିକିରି ବାଡ଼େଇଛି। ତାପରେ ମୁଁ ଘରେ ଶୋଇଛି, ମୋ ମା କାନ୍ଦିକି ଆସିଲା ମୋ ପାଖକୁ। ବାଇକ୍ ବାଡ଼ଉଛି 10 ଜଣ ମିଶିକିରି ବାଇକ୍ ଆଉ ଗୋଟେ ପିଲାକୁ ବାଡ଼ଉଛି। କାନ୍ଦିକି ମୋ ମା ମୋ ପାଖେ ଆସିଲା। ଗଲାବେଳକୁ ମୋ ବାଇକ୍ ପୁରା ସୁନା କରିଦେଲା। ମାନେ ପୂଜା ସମାପ୍ତ କରୁଛି। ଷଣ୍ଡଗୁଦରେ 20ଟା ପୂଜା ହେଉଛି। ଯିଏ ଯାହା ପୂଜା ତା ଇଏରେ କରିବ। ମାନେ ପାୱାର ଦେଖିକିରି ଲୋକଙ୍କୁ ବାଡ଼େଇବ, ଏଇଟା କ'ଣ ଠିକ୍? ସେମାନେ ଆମେ ମଝିରେ ଯେଉଁ ଆମେ ବାପି ରାଉତକୁ ବାପି ସାର୍କେଲକୁ 500-600 ଲୋକ ର୍ୟାଲି କରିକି ନେଇକି ଯାଇଲା। ଏଇଟା ଆମର ଭୁଲ। ଗୋଟେ ନେତାକୁ ଆମେ ନେଇକି ଆସିଲା, ନେତାକୁ ଭଲ ପାଉଛି, ଏଇଟା ଆମ ଭୁଲ। ମାନେ ନେତାକୁ ଆମେ ଆସିବା ତାଙ୍କର ଇଏ ନାହିଁ। ଯଦି ତୁମ ନେତା ଆସିଲା ଆମେ ତୁମକୁ ଇଏ କରିଛି, ତୁମ ନେତା ଆସିଲା 20 ଜଣ ନାହିଁ 500-600 ଲୋକ ଆସିଲା ବୋଲିକିରି ଏମିତି ଟାର୍ଗେଟ୍ କରିକି ଲୋକଙ୍କୁ ବାଡ଼େଇବ? ଶିବା ମାନେ କୋଉମାନେ କୋଉ ଦଳର ଲୋକ? ସେ ବିଜେପି ଲୋକ। କାହିଁକି ବାଡ଼େଇଲେ? କାରଣ କ'ଣ, ଆମେ ପୂଜା ଭଲକିରି କରିଛି, ମାନେ ର୍ୟାଲି କରିଛି 500-600 ଲୋକ ନେଇକିରି। ବାପି ଆମର ସମ୍ବିତ ରାଉତରାୟ ଆସିଲା, ବାପି ସାର୍କେଲ ବି ଆସିଲା। ଆମେ ସେ କରିବାଟା ଏଇଠି ଆମେ ଯାହା କରିବୁ ଆମେ କରିବ, ତୁମେ କେହି କରିବା ପାଇଁ? ଶାସନ ଆମର, ତୁମେ 24 ବର୍ଷ ଶାସନ ତୁମର ପଳାଇଲା। ଏବେ ଆମ 5 ବର୍ଷ ଶାସନ କରିବ, କୁକୁର ବେଲେ ରହିବ। ଇଏ ଶିବା ବିଜେପିର, ସେ ଶିବା ବିଜେପିରେ ଯିଏ ଅଛି, ସେ ନିଜେ ଆଟାକ୍ କରିଛି ମୋ ବାଇକୁ। ବାଇର ଆଖି ଫୁଲି ଯାଇଛି, ବେତର ଇଏ ହେଇଯାଇଛି। ତାକୁ ସାର୍ ଡାକ୍ତର କଟକ ରିପୋର୍ଟ ଲେଖିଛି। ତାକୁ ଆମେ କଟକ ବାଇକ୍ ନେଇକି ବାଇକ୍ ପଠାଉଛି। ମାନେ ବିଜେଡ଼ି ବୋଲିକି ଆମେ ଇଏ କରିନି। ଆମେ ଏତେ 24 ବର୍ଷ ଶାସନ ନବୀନ ପଟ୍ଟନାୟକ ଶାସନ କଲା, ଷଣ୍ଡଗୁଦରେ ଏଇଭଳିଆ ଝଗଡ଼ା ଆସିନି। ମୁଁ ପୂର୍ବତନ କାଉନସିଲର ଥିଲା। ମୁଁ କାହା ସାଙ୍ଗରେ ହାତ ପକାଇଛି, କାହାକୁ ମାରିଛି? ଏଇଟା କ'ଣ ଠିକ୍? ଶାସନ ତମର ଆସିଛି, ତମର ଆମର ନ୍ୟାୟ ଦରକାର। ଆମର କମ୍ବଲ ବେମିଶ କଣ ହେଇଯିବ ନା କ'ଣ ଘଟଣା, ତା ରାଜନୀତି ଆସିଲା ସେ ଲୋକଙ୍କ ସଦାପଦ ସବୁ ସଦାବେଳେ ରାସ୍ତା ଯାଇଲେ ମାନେ ଶୋଧୁଛି। ମାନେ ଆମେ ପିଲାମାନଙ୍କୁ ଆମେ କେବେ କାହା ସାଙ୍ଗରେ ଝଗଡ଼ା କରିବା ଲୋକ ନୁହଁ, କାହା ସାଙ୍ଗରେ ଏ ଲୋକ ନୁହଁ। ଆମେ ବାଇ କାଉନସିଲର, ଆମେ ସାହାଯ୍ୟ ଖଣ୍ଡେ ଆମ ପିଲାକୁ କାହିଁକି ଶୋଧୁଛୁ? ତୁମ ବାଟରେ ତୁମେ ଇଏ କର, ପିଲାମାନେ ଯିବା ଆସିବା କରିବ। ଆମ ପିଲା କାହିଁକି ଶୋଧିବାର କ'ଣ ଅଛି? ପୂଜା ତୁମର ହେଉଛି, ଆମର ସମସ୍ତର ହେବ। କ'ଣ ପାଇଁ ଶୋଧିବା ବୋଲି ଆମେ ଏମିତି ତାକୁ ପଚାରିଲା ବେଳକୁ ଆମକୁ ସେ ସେବା ଏ ସବୁ ବାଡ଼େଇବା ପାଇଁ ଆସିକି ବାଡ଼େଇଲା। ସେ ବିଜେପି ଦଳ, ଆମେ ସେମାନେ ଶୋଧୁଛି ବୋଲେ ଆମେ ବିଜେଡ଼ି ଇଏ ନାହିଁ। ଆଗରୁ ବିଜେଡ଼ି 24 ବର୍ଷ ସନ୍ଦୁକ ଥିଲା, କେବେ ବି ଏମିତି ଝଗଡ଼ା ହେଲେ କାହାକୁ ଆମେ ମାରିଛୁ ବୋଲି କେବେ ବି ଇଏ ନାହିଁ। ତ ବିଜେପି ଜିତିଲା ବେଳକୁ ଲୋକଙ୍କୁ ସଦାପଦା କରିକିରି ଲୋକ ବାଡ଼େଇବ, ତା ନାଁରେ କେସ୍ ଦେବ, ସବୁ ଇଏ କରୁଛି। ଆମେ କାହା ନାଁରେ ଏବେ କେବେ ବି କେସ୍ ଦେଇନି, କିଛି କାହାକୁ ଆମେ ମାରିବାର ନାହିଁ। ଆମେ ବଡ଼ ଲୋକ ବୋଲେ ସମାନ ଦେଉଛୁ। ଏ ପିଲାମାନେ ଝଗଡ଼ା ହେଲେ ଏଇ ସମାନ, ଏ ସେବା ସେମିତି ନୁହଁ। ତା ସାଙ୍ଗରେ ସେ ତା ପିଲାକୁ ଏ ସପୋର୍ଟ କରିକିରି ବାଡ଼ା କେବେ ବି ଆମେ ଗଣ୍ଡଗୋଳ କରିନି, ଏ ଗଣ୍ଡଗୋଳ କରିନି। ଆମେ ବିଜେପି କାହା ଆପଣ ପଚାର ସୋନଗଦରେ ସେ ବିଜେପି ଜିତିକି ବର୍ଷେ ବି ହେଇନି, ଗୋଟେ 6 ମାସ ବି ହେଇନି। ସେ 2-3ଟା କେସ୍ ଆମ ପିଲା ନାଁରେ ନଦେଲେ ଆମ ପିଲାକୁ ସଦାପଦ ସବୁ କରୁଛି। ଏଇ ଗଣେଶ ପୂଜାକୁ ନେଇକି ଆରମ୍ଭ ହେଲା ସବୁ ଗଣ୍ଡଗୋଳ। ଇଏ ଗଣେଶ ପୂଜା କାହାର ଗାଁରେ ହବ, କାହା ରାସ୍ତାରେ ଯିବ, ସଦାପଦ କାହିଁ କରିବ? କ'ଣ ଅଛି? ଆଜ୍ଞା ତୁଟା ଆମେ ଏକ ହେଉଛି ଆମକୁ ବାଡ଼େଇବ, ଆମେ ଗୋଟେ ପଚାରିଲେ ବାଡ଼େଇବ?
ଆମେ ଏଇଟା ବଡ଼ ଲୋକ ବୋଲେ ପଚାରିବ ପିଲାମାନେ ପଚାରିଲେ ବାଡ଼େଇବ ଠିକ ଅଛି ଆମେ ବାଡ଼େଇଲେ ମେନ୍ ସେବା